ଆପଣଙ୍କୁ ଆପଣ ଦୀର୍ଘ 1 ବର୍ଷର ବ୍ୟବଧାନ ପରେ ଯାତ୍ରା ମଞ୍ଚ ଚଢିଥିଲେ ଗତ 5 ତାରିଖରେ ବିଗ ବଜେଟ ଏବଂ ପୁରା ଭଲ ଏଣ୍ଟ୍ରି କରିଥିଲେ, କିନ୍ତୁ ଆମେ ଯାହା ଶୁଣୁଛୁ ପ୍ରମୋଦ ସ୍ୱାଇଁ ଯିଏ ଆପଣ ପୂର୍ବତ ଯାତ୍ରା ମାଲିକ ଆପଣଙ୍କର ଯୋଉ ଅନୁଷ୍ଠାନ ସହିତ ପୂର୍ବରୁ ଆପଣଙ୍କର ଚୁକ୍ତି ଥିଲା ସେ କୋର୍ଟର ଆଶ୍ରୟ ନେଇଛନ୍ତି ଏବଂ କୋର୍ଟକୁ ଷ୍ଟେ କରିଛନ୍ତି ଯେ ଆପଣ ମଧ୍ୟ ନୋଟିସ ଦେବେ ବା ଆପଣ ଯାହା ଆପଣଙ୍କ ପାଖରେ ଅଛି ତଥ୍ୟ କୋର୍ଟରେ ଯାଇକି ଆପିୟର କରିବେ ଏବଂ ସେତେବେଳେ ପର୍ଯ୍ୟନ୍ତ କୌଣସି ମଞ୍ଚ ଚଢି ପାରିବେ ନାହିଁ। କିଛି ନୋଟିସ ପାଇଛନ୍ତି କି କୋର୍ଟ ନୋଟିସ ନା ଭୁବନେଶ୍ୱର? ବର୍ତ୍ତମାନ ସୁଦ୍ଧା ଆଜ୍ଞା ମୋ ପାଖକୁ କିଛି ନୋଟିସ ଆସିନି। ଆଉ ମୁଁ ଫିଜିକାଲି ନୋଟିସ ପାଇଲା ପରେ ଯଦି ସେମିତି କିଛି ହେଇଥାଏ ମୁଁ କଥା ହେବି ମୋ ଓକିଲଙ୍କ ସାଙ୍ଗରେ। ଆଇନ ପ୍ରତି କୋର୍ଟ ପ୍ରତି ଆପଣଙ୍କର ସମ୍ମାନ ରହିଛି, ବିଶ୍ୱାସ ରହିଛି, ନ୍ୟାୟ ପାଇବେ। ସାରା ଭାରତ ଲୋକଙ୍କର ଆମର ନ୍ୟାୟପାଳିକା ଉପରେ ସମ୍ମାନ ଅଛି, ମୋର ରହିବନି କାହିଁକି? ହେଲେ ଏବେ ତେଣୁ ଯୋଉ ଯାହା ହବ ନ୍ୟାୟ ଭିତରେ ହବ, ଯୋଉଟା ନ୍ୟାୟ ସେଇଟା ହିଁ ହବ, ଆଉ କିଛି ଭୁଲ ହବନି। ଆପଣଙ୍କର ଏବେ ଯାତ୍ରା ପାର୍ଟି ଆପଣ ନିଜେ ଆପଣଙ୍କର ସମର୍ଥକ ପ୍ରଶଂସକ ମାନଙ୍କୁ ଓଭର ଆପଣଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ରେ ଜଣାଉଛନ୍ତି ଆସନ୍ତୁ ମୋର ଯାତ୍ରା ପାର୍ଟି ଏଇଠି ପଡିଛି, କେମିତି କରିବେ? ଆପଣଙ୍କର ଏବେ ଆଜିଠୁ ଆରମ୍ଭ ହଉଛି କଟକ ବାଙ୍କିଠେଇ। ଆପଣ ଆଜି ଜାଣିଲେ ଯେ ଏମିତି କଣ ଗୋଟେ ହେଇଛି ବୋଲି ଆପଣ ମତେ ଜଣେଇଲେ। ଆଜ୍ଞା। ଯୋଉ ଭିଡିଓ ମୁଁ ଦେଇଥିଲି ସେ ତ 3 ଦିନ ତଳର ଭିଡିଓ। ମୁଁ କଣ ଜାଣିଥିଲି ବିପଦ ଏମିତି ଆଗକୁ ଆସିବ ବୋଲି? ଯେହେତୁ ଆପଣ ଗଣମାଧ୍ୟମରେ ପ୍ରସାରଣ ହେଲା ଏ ଖବର ଆପଣ ଜାଣିଲେ କୋର୍ଟ ଫିଜିକାଲି ଆପଣଙ୍କ ନୋଟିସ ପହଞ୍ଚିବ, ଏବେ ଚଢିବେ ନା ନାହିଁ ମଞ୍ଚ? ମୁଁ ଚିନ୍ତା କରିବି ମୁଁ ଆଗେ ନୋଟିସ କଣ ପାଇଲିଣି, ମୁଁ କିଛି ନୋଟିସ ପାଇନାହିଁ। ପାଇଲା ପରେ ଚିନ୍ତା କରିବି। ଆପଣଙ୍କ ପରବର୍ତ୍ତୀ ନାଟକ ଏବେ ଅଛି, ଆଜିଠୁ ଆରମ୍ଭ ହଉଛି ଆପଣଙ୍କ ଯାତ୍ରା ସିଂହ ବାହିନୀର ନାଟକ। ଆଜ୍ଞା। ଆପଣ କେବେଠୁ ପୁଣି ଚଢୁଛନ୍ତି, ଆଜି ଚଢୁଛନ୍ତି? ଆଜି ମୋର ଅଫ୍ ଅଛି। ଆସନ୍ତା କାଲି ପୁଣି ଆଜ୍ଞା ଆଜ୍ଞା। ଆସନ୍ତାକାଲି ଚଢିବେ ନାଟକ? ହଁ। ଯାତ୍ରା ଜାରି ରହିବ? ନାଇଁ ଯଦି ମୁଁ ସେମିତି କିଛି ନୋଟିସ ନ ପାଇଲି ତ ମୁଁ ମୋ କର୍ମ କାଇଁ ବନ୍ଦ କରିବି? ଯଦି ମୁଁ ନୋଟିସ ପାଇଲି ଯେ ପ୍ରକୃତରେ ଆଇନର ସହମତି ଅଛି କି କିଛି ଅଛି ସେଥିରେ କଥା, ତ ଆଇନ କି ସମ୍ମାନ ଦବାକୁ ଯାଇ କଣ ନିଷ୍ପତ୍ତି ବଦଳି ପାରେ। କିନ୍ତୁ ଯୋଉ ଯାଏ ମୁଁ ଫିଜିକାଲି କୌଣସି କାଗଜ ପତ୍ର ନ ପାଇଛି ମୁଁ ମୋ କର୍ମ କ୍ଷେତ୍ରରୁ କାଇଁ